मद्भागवत। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखाद्भृतद्रवसंयुतं पिबत भागवतं रसमालयं मुहुरहो रसिका भुवि भावुकः। सप्तम स्कंद पंचम अध्याय। असुरकोळे पुरोहित सर्वज्ञ शुक्र भृगुसुत मुनिंक पुत्र बेनि भाई षण्ढ अकर्म नामे दुई राजा आचार्य तांकु कले पुत्र मानंको पढ़ाइले राजा मंदिरे बेनि भाई दैत्य पुत्रंकु संगे देई যত্নে পঢ়ান্তে জ্ঞান বଳେ सर्वे पढ़न्ते एक मेळे ताहांकु मध्ये प्रहलाद सकल शास्त्रे हेले सिद्ध गुरुंक मुखो थरे शुणी तक्षणे चिते परिमाणे चित्त निर्मले ताहा जाने केवल मने न प्रमाणे विचार करे हृदगते केरूपु मित्र एजी जगते एक आत्मा नर हरि समे सकल देहे पुरी एकता नुह इ प्रमाण सकल आत्मा नारायण जे पाठ पढ़े व्याख्या मते दृढ़े न धरे हृदगते दिनेक प्रहलाद आणी कोळे बसाए नृपमणि अनेक अलंकार देई सानंदे पुत्र कुपुछय। हिरण्यकशिपु उवाच हे पुत्र शुण मोर वाक्य मोर पढ़िरु राजनीति सार तु जाहा गुरु मुखे शुणु ताहा सुचिते न प्रमाणु मुहि शुणिली बोले एहा कहतु साधु मणु जाहा जे राजनीति चिते धरे केबे हे शत्रु को न डरे संग्रामे रिपु जय कले से राजा सुख भुंजे बले विद्या पढ़िलु एते काल भल कि मणु मोल बल पिता वचन पुत्र शुणी कहे निवेशे सिरे पाणे। प्रहलाद उवाच जे साधु शास्त्रे मोर चित शुण कहिबा तो अग्रत मुहि मोहर ए संसारे जे प्राणी चिते नित्य करे देख ए गृहे अंधकोप आत्मनिपात महापाप एहांकु दूरे परिहर अरण्य विष्णु आश्रा कर साधु मन एहा चिते सत्य कहिली तो अग्रते
ନାରଦ ଉବାଚ ଏମନ୍ତେ ପୁତ୍ର ବାକ୍ୟ ଶୁଣି ଶତ୍ରୁର ପକ୍ଷ ପ୍ରାୟ ମଣି ସଧୀରେ ହସିରେ ସେ କହିଲା ବାଳକେ ଏ ବୁଦ୍ଧି କେ ଦେଲା ଏପରି ପର ବୁଦ୍ଧି ବଳେ ନଷ୍ଟ ହୁଅନ୍ତେ ସର୍ବକାଳେ ଏହାର ବୁଦ୍ଧି କି ହରିଲା ଏ ମୋର ଶତ୍ରୁକୁ ଭଜିଲା କୋପେ ବାଳକ ତଳେ ଥୋଇ ବୋଲେ ସେବକ ମୁଖ ଚାହିଁ ଗୁରୁଙ୍କ ଘରେ ନିଅ ଦିଅ ଏକଥା ଗୁରୁ ଆଗେ କହ ଏ ମୋର ବାଳକର ମନ ରିପୁ ବିଷୟ କିମ୍ପାଚ୍ଛନ୍ନ ଏହାର ବୁଦ୍ଧି ବିଷ୍ଣୁ ପକ୍ଷେ ଯେମନ୍ତେ ନ ଭଜେ ପ୍ରତ୍ୟକ୍ଷେ ରାଜାର ଆଜ୍ଞା ଭୃତ୍ୟ ପାଇ ବାଳକ ଗୁରୁ ଦ୍ୱାରେ ନେଇ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟ କଲା ରାଜା ବଚନ ଜଣାଇଲା ଶୁଣିଣ ତା ବିପ୍ର ଉଦ୍ବେଗ ବୋଲନ୍ତି ପ୍ରହ୍ଲାଦ ଆଗ ସାଧୁ ବଚନ ବାକ୍ୟ ମତେ କହନ୍ତି ହସ୍ତ ଧରି ହସ୍ତେ ହେ ବତ୍ସ ପ୍ରହ୍ଲାଦ ଶୁଣ ସର୍ବଦା ହେଉ ତୋ କଲ୍ୟାଣ ଆମ୍ଭକୁ ଲାଗିଲା ସନ୍ଦେହ ମିଥ୍ୟାକୁ ଛାଡ଼ି ସତ୍ୟ କହ ବାଳକ ବୁଦ୍ଧି ତୋ ନ ଦେଖି ଅଦ୍ଭୁତ ପ୍ରାୟ ଉପଲକ୍ଷୀ ତୋହର ବୁଦ୍ଧି କି ହରିଲା ଶତ୍ରୁ ଭଜନେ ଶିକ୍ଷା ଦେଲା କିବା ଏ ସ୍ୱଭାବ ତୋହର ଆମ୍ଭକୁ ଲାଗେ ଅଗୋଚର କହ କେ ତୋତେ ଦେଲା ଶିକ୍ଷା ଆମ୍ଭେ ଶ୍ରବଣ କରୁ ଇଚ୍ଛା ପ୍ରହ୍ଲାଦ ଉବାଚ ଯାହାର ମାୟା ବଳେ ଜନ ସଂସାର ବୁଦ୍ଧି କରେ ଛିନ୍ନ ଯାହାର ନାହିଁ ପରାପର ତାହାକୁ ମୋର ନମସ୍କାର ଯାହାର ଆଜ୍ଞା ପରମାଣେ ପ୍ରାଣୀ ସୁବୁଦ୍ଧି ପରିମାଣେ ସେ ସର୍ବ ଆତ୍ମା ଯୋଗେଶ୍ୱର ତାହାର ନାହିଁ ଆତ୍ମା ପର ବାସନା ବଳେ ସର୍ବଜନ୍ତୁ ପୂଜନ୍ତି ପରାପର ହେତୁ ବ୍ରହ୍ମାଦିକେ ଦେବ ହିଂସରଗେ ବିମୁଗ୍ଧ ହୁଅନ୍ତି ଯାର ଭାବେ ସେ ମୋର ମତି ଭିନ୍ନ କଲା ପର ଅପର ନ କହିଲା ଯେ ସନେ ଚୁମ୍ବକ ଦର୍ଶନେ ଲୋହ ଭ୍ରମଇ ଆକର୍ଷଣେ ମୋହର ମତ ସହି ମତେ ଭ୍ରମଇ ବିଷ୍ଣୁର ଆୟତେ ନାରଦ ଉବାଚ ଗୁରୁଙ୍କୁ କହିଏ ବଚନ ପ୍ରହ୍ଲାଦ ହୋଇଲା ମୌନ ବାଳକ ବାଣୀ ଶୁଣି କର୍ଣ୍ଣେ କୋପ ବସିଲା ଗୁରୁ ମନେ ସମୀପେ ଅଛି ରାଜଲୋକ ଗୁରୁ ହିଁ ରାଜାର ସେବକ କୋପେ କମ୍ପିଲା ବାକ୍ୟ ଶୁଣି ତକ୍ଷଣେ ଘରୁ ବେତ ଆଣି ରାଜାର ବଂଶେ ଦୁରାଚାର ନିଶ୍ଚୟ ଜନ୍ମିଲା କୁଳାଙ୍ଗାର ଦୁର୍ବୋଧେପଣ ଏ ବାଳକ ଏହାକୁ ଦଣ୍ଡେହୀନ ରଖ ଚନ୍ଦନ ବନେ କଣ୍ଟା ବୃକ୍ଷ ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ ଚନ୍ଦନ ବୃକ୍ଷ କ୍ଷୟକାରୀ କଣ୍ଟକ ବୃକ୍ଷ ସର୍ବମାରି କଣ୍ଟକ ଥିଲେ ନିତ୍ୟ ଡରି ନିର୍ଭୟ ଭୋଗ ନୁହେଁ କରି ଚନ୍ଦନ ବନ ଉନ୍ମିଳନେ ବିଷ୍ଣୁଙ୍କୁ କୁଠାର ସମନେ ସେ ବିଷ୍ଣୁ ଏହୁ ନିତ୍ୟ ଧ୍ୟାଇ ଏଥିଲେ ଆମ୍ଭ ଭଲ କାହିଁ ଏମନ୍ତ ଦେଖାଇଲେ ଭଏ ତଜିଲେ ବିବିଧ ଉପାଏ ପୁଣି ଆଶ୍ୱାସ ତାକୁ କରି ଗୁରୁ ପଢ଼ାନ୍ତି ହସ୍ତ ଧରି ଯେ ଧର୍ମ ଅର୍ଥ କାମ ଫଳେ ସେ ବିଦ୍ୟା ପଢ଼ାଇଲେ ବଳେ
ମୋକ୍ଷଇ ଅଛି ତାର ତହିଁ ଏମନ୍ତ ବାଳକେ ପଢ଼ଇ ମାତାଙ୍କ ଆଗେ ନେଇ ଦେଲେ ସେ ତାଙ୍କୁ ଅଳଙ୍କୃତ କଲେ ରାଜା ସମୀପେ ଦେଲେ ନେଇ ତା ଦେଖି ରାଜା ତୋଷ ହୋଇ ଚରଣ ତଳେ ପୁତ୍ର ଚାହେଁ ତକ୍ଷଣେ କୋଳ କଲା ନେଇ କଲ୍ୟାଣ କରି କୋଳେ ରଖି ସ୍ନେହଲୋତକ ବେନି ଆଖି ପ୍ରସନ୍ନ ବଦନେ ଅନାଇ ସଧୀରେ ପୁତ୍ରକୁ ବୋଲାଇ ହିରଣ୍ୟକଶିପୁ ଉବାଚ हे पुत्र ଶୁଣ ମୋ ବଚନ ଗୁରୁଙ୍କ ଗୃହେ ଏତେ ଦିନ ତୁ ଯେ ପଢ଼ିଲୁ ବାଳ ଭାବେ ମୋର ସମ୍ମୁଖେ କହ ଏବେ ଉତ୍ତମ ବିଦ୍ୟା ମୋତେ କହ ମୋ ମନେ ନ ରହୁ ସନ୍ଦେହ। ପ୍ରହ୍ଲାଦ ଉବାଚ ଶୁଣ ହୋ तात ମନ ଦେଇ ଯେ ବିଦ୍ୟା ଉତ୍ତମ ମଣଇ କୃଷ୍ଣର ଶ୍ରବଣ କୀର୍ତ୍ତନ ସ୍ମରଣ ଚରଣେ ସେବନ କରିବ ତାଙ୍କୁ ପୂଜା ସ୍ତବ ସଙ୍ଗତେ ଦାସ ପଣେ ଥିବ ସଂଖ୍ୟ ଭାବରେ ନେବ ଦିନ କରିବ ଆତ୍ମ ସମର୍ପଣ ଏ ଭାବେ ଚିତ୍ତ ସମର୍ପିବ ଯେ ଶାସ୍ତ୍ର କହେ ଏତେ ଭାବ ତାହା ମୁଁ ଉତ୍ତମ ମଣଇ କହିଲି ତୋର ପାଶେ ମୋହି ଏ ନବ ଲକ୍ଷଣ ଭକତି ଯେ ନର ଗୋବିନ୍ଦେ କରନ୍ତି ଉତ୍ତମ ବିଦ୍ୟା ବୋଲି ତାହା ଯେଣେ ନ ଲାଗେ ବିଷ୍ଣୁ ମାୟା ହେମନ୍ତ ପୁତ୍ର ମୁଖୁ ଶୁଣେ କୋପେ ଉଠିଲା ଶିର ଝୁଣେ ଆରକ୍ତ ବେନି ଚକ୍ଷୁ ତାର ପ୍ରଚଣ୍ଡ କମ୍ପଇ ଅଧର ଗୁରୁପୁତ୍ରଙ୍କ ମୁଖ ଚାହିଁ ବୋଲଇ କୋପ ଭର ହୋଇ ହିରଣ୍ୟକଶିପୁ ଉବାଚ तू ब्रह्मवंशी गुरुसुत एकी तोहर विपरीत विपक्ष श्रुति कथा जेते ए शिक्षा देलु तू के मनते असार विद्या शिखाइलु तू तब ज्ञा मोते कलु असाधु लोक ए संसारे रोग जे सने कले बरे जे प्राणी ब्रह्म हत्या करे से क्षय व्याधि जन्मांतरे जे नित्य मद्यपान करे विकट दंत ता धरे सोवर्ण हरि थाई जेबे से कुल क्षय दोष लभे गुरु कामिनी जेहुरते धवल होइबेनि हस्ते हेमंत असुर बचने कहन्ति गुरुଙ୍କ नंदने। गुरुपुत्र उवाच ए शिक्षा देई नाही मुहि अन्य बा पढ़ाइबि काहि तुहर पुत्रर स्वभाव जानी तो चिंतो पराभव एमंते गुरु वाक्य शुणी संदेह मने परिमाणी पुत्र को चाही कोपवरे बोलई कर्कश वाक्य रे ए विद्या गोर वाक्य नुहे कियो बा तोर चित मोहे। प्रहलाद उवाच शुण हे त्रैलोक्य ईश्वर मतिर गति चक्रधर जे प्राणी गृहे वास करे तामति विष्णु को न स्वरे गुरु वचन कि करिब जाहार जे मंत स्वभाव असाध इंद्रियंक बळे गृहस्थ पढ़े रसा तळे
কুলু ব্যবহার বশ হই চব্য চর্বণ জেল ভয় তাহঙ্ক মতি কৃষ্ণ ভাবে কেবে হে নহে শুদ্ধ ভাবে যে প্রাণী দুরাশয় পণে অনর্থ অর্থ প্রায় মনে কে কহি বিষ্ণুকু জানিব যে ব্রহ্মা শঙ্করে দুর্লভ তাহার মতি অর্থ তহি প্রাণী লভিব তাকু কাহি অন্ধকু অন্ধ যেবে বহে ଈଶ୍ୱର ତତ୍ଵ ଜେନେ କହେ ହେମନ୍ତ ପ୍ରାଣୀଙ୍କ ସ୍ୱଭାବ କେମନ୍ତେ କୃଷ୍ଣଙ୍କୁ ସେବିବ ବିଷ୍ଣୁ ଚରଣ ପଦ୍ମ ଦୁଇ ଏ ଜନ୍ମେ ଲଭି ନ ପାରଇ ଯାହାଙ୍କ ଚରଣାର ବିନ୍ଦ ସେବି ନ ପାରି ସୁରୁ ବୃନ୍ଦ ବିଷ୍ଣୁ ଭକତ ପାଦ ଧୂଳି ଶିରେ ନ ବୋଳେ ହସ୍ତେ ତୋଳି ସନ୍ଥ ଚରଣେ ଇଚ୍ଛା ନାହିଁ ହରିଙ୍କୁ ଲଭିବ ସେ କାହିଁ ହେମନ୍ତ କହି ଦୈତ୍ୟ ବାଳା ମୌନ ହୋଇ ନ ରହିଲା ଶୁଣି ଅସୁର କପାରଳେ କୋଳରୁ ପକାଇଲେ ତଳେ କୋପେ ଅରୁଣ ଚକ୍ଷୁ କଲା ଅସୁର ଗଣେ ଜ୍ଞାନ ଦେଲା ଦେଖ ହେ ନଈ ରତ ଗଣ ମୋର ପୁତ୍ରର ଦୁଷ୍ଟପଣ ମରଣ ଅର୍ଜିଲା ବେଭାରେ ଏହାଙ୍କୁ ରାଜ୍ୟ କର ଦୂରେ ମୋର ଅନୁଜ ନାଶକାରୀ ସେ ବିଷ୍ଣୁ ବୈରୀ ମୋହରି ତାହାର ପକ୍ଷ ଏ ହୋଇଲା ନିଜ ସମ୍ପଦ ଉପେକ୍ଷିଲା ବିଷ୍ଣୁର ଦାସ ପଣେ ରହେ କେ ପ୍ରାଣ ଥାଇ ଏହା ସହେ ଶତ୍ରୁ ଆସିତ ଏ କୁମର ନିଶ୍ଚୟ କରିବ ଅପକାର ଏ ପଞ୍ଚବରସର ସୂତ ପିତା ମାତାର ଅଭକତ ପରର ପୁତ୍ର ହୋଇ ଯେବେ ଆତ୍ମାର ହିତ ଅନୁଭବେ ତାହାକୁ ବୋଲି ନିଜ ସୂତ ରୋଗୀକୁ ଔଷଧ ଯେମନ୍ତ ଆତ୍ମାର ତହୁଁ ଜନ୍ମ ହୋଇ ପରର ହିତେ ଯେବେ ଥାଇ ବ୍ୟାଧିର ପ୍ରାୟ ଜନ୍ମ ତାର ସେ ମଲେ ଆତ୍ମାର ନିସ୍ତାର ଯେ ଅଙ୍ଗେ ସର୍ପାଘାତ କରେ ସେ ଅଙ୍ଗ ଦୋଷେ ପ୍ରାଣୀ ମରେ ସେ ଅଙ୍ଗ ଛେଦି ପକାଇଲେ ଦେହେ ଜୀବନ ରହେ ଭଲେ ଯେ ହିତ କରେ ପର ହୋଇ ତା ତହୁଁ ବନ୍ଧୁ ଅନ୍ୟ ନାହିଁ ବନ୍ଧୁ ଅହିତ ଚିତ୍ତ ଯେବେ ତାହାଙ୍କୁ ଲେଖି ଶତ୍ରୁ ଭାବେ ଦେହରୁ ବ୍ୟାଧି ଜନ୍ମ ହୋଇ ଆତ୍ମା ସହିତେ ସଂହାରଇ ଅରଣ୍ୟ ମହୋଷଧି ଆଣି ରୋଗ ସଙ୍କଟୁ ତରେ ପ୍ରାଣୀ ପର ଅପର ଏ ବିଚାର କେରି ପୁଅ ବା ପ୍ରାଣୀଙ୍କର ସୁହୃଦ ହୋଇ ଶତ୍ରୁପଣେ ପାପ ଚିନ୍ତାଇ ଅନୁକ୍ଷଣେ ନାନା ଉପାୟେ ତାକୁ ମାରି ସେ ମଲେ ସୁଖେ ପ୍ରାଣ ଧରି ଯୋଗୀଙ୍କ ଯୋଗ ଧ୍ୟାନ କାଳେ ଦୁଷ୍ଟ ଇନ୍ଦ୍ରିୟ ଯେତେବେଳେ ତାହାଙ୍କୁ କରେ ସେ ଉଷାଦ ସୁଖେ ଲବହିଁ ବ୍ରହ୍ମପଦ ଏ ମିତ୍ର ବେଶ ଧାରି ପର ଏହାଙ୍କୁ ବେଗେ ବଧ କର ଭୋଜନ ଶୟନ ଆସନେ ଉପାୟ କାର ତା ପ୍ରମାଣେ ଏମନ୍ତେ ରାଜା ଆଜ୍ଞା ପାଇ ଅସୁରେ ଶସ୍ତ୍ର ଘେନି ଧାଇ ବାଳକ ନାଶ ମନେ ଚିନ୍ତେ ଶୂଳ ଅନ୍ତରିକ୍ଷେ ବୁଲାନ୍ତେ ସୁଦୀର୍ଘ ଦିଶେ ଦନ୍ତ ପନ୍ତେ କରାଳ ବଦନେ ଚାହାନ୍ତି ତମ୍ଭାର ପ୍ରାଣ ପ୍ରାୟ ଦାଢ଼ି ଶିରି ପିଙ୍ଗଳା ଜଟା ବେଡ଼ି ନାଚନ୍ତି ଭୈରବ ନାଦେ ଅସୁର ଅଛନ୍ତି ପାଦ ପାଦେ ଶୂଳ ବୁଲାଇ ଅନ୍ତରିକ୍ଷେ ବାଳକ ଉପରେ ପତକ୍ଷେ ତା ଦେଖି ଅସୁର କୁମର ମନ ଚିନ୍ତଇ ଚକ୍ରଧର ଗୋବିନ୍ଦ ପାଦେ ଚିତ୍ତ ଦେଇ ବୋଲଇ ଅସୁରକୁ ଚାହିଁ ତୁମ୍ଭର ଦେହେ ଯେବେ ହରି ଆତ୍ମା ସ୍ୱରୂପେ ଛନ୍ତି ପୁରୀ ସକଳ ଶସ୍ତ୍ରେ ହରି ଯେବେ ଘଟନ ଅଛି ଆତ୍ମା ଭାବେ ଏକତା ସତ୍ୟ ଯେବେ ହୁଏ ଶସ୍ତ୍ର ନ କାଟୁ ମୋର ଦେହେ ଶୁଣି ଅସୁର କୋପ କଲେ ଅନେକ ଶସ୍ତ୍ର ପ୍ରହାରିଲେ ପ୍ରହଲ୍ଲାଦର ଦେହେ ବାଜି ତକ୍ଷଣେ ଶସ୍ତ୍ରେ ଗଲେ ଭାଜି ଅପନ୍ୟବନ୍ତ ପ୍ରାଣୀ ଦେହେ ସାତ୍ವಿକ ଫଳ ଜେନେ ନୋହେ ଅଦ୍ଭୁତ କର୍ମ ତାର ଦେଖି ତକ୍ଷଣେ ଆସନ ଉପେକ୍ଷେ ଭିତରେ କମିଲା ଅସୁର ଭଇ କମ୍ପିଲା ତା ଶରୀର ମନ୍ତ୍ରୀ ସଙ୍ଗତେ ବିଚାରିଲା ନିର୍ବନ୍ଧେ ମରଣ ଚିନ୍ତିଲା ଐରାବତ ଆଦି ଗଜେ ତାହାଙ୍କୁ ଅଣାଇଲା ତେଜେ ବୋଲଇ ଦନ୍ତାଘାତ କର ଯେମନ୍ତେ ମରଇ କୁମର ଶୁଣି ଅନେକ ହସ୍ତି ତୁଲେ ବାଳକ ନିକଟେ ମିଳିଲେ ହସ୍ତିଙ୍କି ଚାହିଁ ଦୈତ୍ୟ ବାଳା ଅନ୍ତରେ ବିଷ୍ଣୁ ସୁମରିଲା ମହାକ୍ରୋଧରେ ଗଜବରେ ନିଷ୍ଠୁର ଦନ୍ତର ଅଗରେ ନିଘ୍ରାତେ ବରନ୍ତେ ପ୍ରହାର ସକଳ ଦନ୍ତ ହେଲା ଚୂର ଭଏ ଭାଜିଲା ହସ୍ତି ବଳ ଦେଖି ଅସୁର କୋପାନ
ନଳ ତକ୍ଷଣେ ଆଦି ଅଷ୍ଟନାଗେ ଥିଲେ ଯେ ଅନ୍ତରିକ୍ଷ ମାର୍ଗେ ତାହାଙ୍କୁ ରାଇ ରୂପ ନବର ନିଷ୍ଠୁର ବୋଇଲା ଉତ୍ତର ଏ କୂଳ ଅଙ୍ଗାର କୁମାର ଏହାର ପ୍ରାଣ ବେଗେ ହର ନାଗକୁ ଦେଖି ପ୍ରହ୍ଲାଦ ଚିତ୍ତେ ଚିନ୍ତିଲା ବିଷ୍ଣୁପାଦ ତକ୍ଷଣେ ନାଗ କୋପ ଗଲେ ବାଳକ ଶରୀରେ ଦଂଶିଲେ ପଦନେ ବିଷ ନ ଭେଦିଲା ନାଗଙ୍କ ଫଣା ବଥାଇଲା ନାଗ ପଳାଇ ଗଲେ ବେଗେ ଜୀବନ ଭଏ ଦଶ ଦିଗେ ପୁଣି ସେ କୃତ୍ୟ ହୋମ କଲା ପର୍ବତ ଶିଖୁକୁ ଛାଡ଼ିଲା ସାଗର ଜଳେ ବୁଡ଼ାଇଲା କେବେ ହିଁ ତା ପ୍ରାଣ ନ ଗଲା ବନ୍ଧନ କରେ ପ୍ରତିଦିନେ ମରିବ ବୋଲଇ ଯେ ସନେ କେତେ ହେ ଦିନ ଅଭୋଜନେ ବଞ୍ଚିଲା ଅସୁର ନନ୍ଦନେ ହିମ ପବନ ଅଗ୍ନି ଜଳେ କଷଣ ଦେଲା କୋପାନଳେ ନାନା ପ୍ରକାର କଷ୍ଟ ଦେଲା କେବେ ହିଁ ବାଳକ ନ ମଲା ସ୍ୱଭାବେ ପାପ ତାର ନାହିଁ ଦଣ୍ଡ ବାଧିବ ତାକୁ କାହିଁ କେବେ ହିଁ ମାରି ନ ପାରିଲା ଚିନ୍ତା ସାଗରେ ନିମଜିଲା ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ କେବେ ହେ ଶାନ୍ତି ନ ଭଜଇ ଦେଖ ଏ ବାଳକ ବିଷye କେତେ ନ ଚିନ୍ତଇ ଉପାଏ ସାଧୁ ବିଷye ଦ୍ରୋହ କଲେ କିବା ସଂସାରେ ଥିବେ ଭଲେ ଏ ମୋର ଶତ୍ରୁ ପକ୍ଷ ହୋଇ କେବେ ହେ ଚିତ୍ତେ ନ ଡରଏ କଷଣ ବୋଲି କଷଣ ଦେଲି ଯେତେ ମୁହିଁ ସେ ତ ତାହାର ଚିତେ ନାହିଁ ସୁଜନ ପ୍ରଜନ ପ୍ରାୟ ଶହେ କି ଆଉ କରିବି ଉପାଏ ମହାନୁଭବ ଏ କୁମର ମନ ବଚନ ଅଗୋଚର ନିର୍ଭୟ ଏତେ ଦୁଃଖ ସହେ ଏଣୁ ମୋ ଚିତ୍ତେ ମହାଭୟ ଏହାର ସଙ୍ଗେ ବାଦ କଲେ ପ୍ରାଣ ମୁନ ଧରିବି ଭଲେ ହେମନ୍ତ ଭାଳି ମନ ଦୁଃଖେ ଦଣ୍ଡେ ରହିଲା ଅଧମୁଖେ ଗୁରୁ କୁମର ତାହା ଶୁଣି ଅସୁର ମୁଖ ଚାହିଁ ଭଣି ଗୁରୁପୁତ୍ର ଉବାଚ ଶୁଣ ହେ ନୃପ ଚୂଡ଼ାମଣି ତପେ ତୁ ତ୍ରିଭୁବନ ଜିଣି ଆତ୍ମା ସୁଖରେ ଭୋଗ କଲୁ ଯେନେ ଅଚଳ ମହାମେରୁ ତୋହର ରିପୁ ଏ ସଂସାରେ ନ ଦେଖି ଶରୀର ବ୍ୟବହାରେ ଏ ବାଳକୁ ମର ତୋହର ଏହାକୁ କିମ୍ପା ତୋର ଡର ଏ ଶିଶୁ ବୁଦ୍ଧି ଛାଡ଼ି ନାହିଁ ସଂଶୟ କରୁ କାହିଁ ପାଇଁ ଯେବେ ସଂଶୟ ତୋର ମନେ କହିବା ଶୁଣ ସାବଧାନେ ତାହାକୁ ବରୁଣର ପାଶେ ବନ୍ଧନ କର ତୁ ବିଶ୍ୱାସେ ନିକଟେ ରଖ ତୋ ଆୟତେ ଭୟ ନ ଲାଗୁ ତୋର ଚିତେ ବାଳୁତ ଦଶା ଏ ଛାଡ଼ିଲେ ସୁବୁଦ୍ଧି ପ୍ରକାଶିବ ଭଲେ ଏକଥା କର ଆମ୍ଭ ମତେ ତୋ ପାଶେ ଥାଉ ଅନୁବ୍ରତେ ତାବତ ଥାଉ ଏହି ମତେ ସନ୍ଦେହ ନ କର ତୁ ଚିତେ ଗୁରୁପୁତ୍ରଙ୍କ ବାକ୍ୟ ଶୁଣି ସନ୍ତୋଷେ କହେ ନୃପମଣି ହିରଣ୍ୟକଶିପୁ ଉବାଚ ଶୁଣ ହେ ଗୁରୁଙ୍କ କୁମର ଏବେ ମୋହର ବୋଲ କର ଗୃହସ୍ଥ ଧର୍ମେ ଧର୍ମ ଯେତେ ରାଜାଙ୍କ ଧର୍ମ ନୀତି ଯୁକ୍ତେ ତ୍ରିବର୍ଗ ଧର୍ମ କର୍ଥ କାମ ଯେମନ୍ତେ ପଢ଼େ ଅନୁକ୍ରମ ହେମନ୍ତ ରାଜାର ବଚନେ ପ୍ରହ୍ଲାଦେ ଗୁରୁ ବେନିଜନେ ଅନେକ ଯତନେ କହିଲେ ଅସୁର କୁମାର କୁତୁଲେ ଗୁରୁଙ୍କ ମୁଖୁ ଯେତେ ଶୁଣେ ଅନ୍ତରେ ସାଧୁତା ନ ମଣେ ଗୃହସ୍ଥ ଧର୍ମର ବ୍ୟବସ୍ଥା ଆତ୍ମାର ନିପାତ ଏକତା ଏ ଧର୍ମେ ମୋହ ହୁଏ ଜନ ଏଣୁ କି ମୋର ପ୍ରୟୋଜନ ହେମନ୍ତ କରେ ବିଚାରଣ ଏବେ ହୋ ଧର୍ମ ସୂତ ଶୁଣ ନାରଦ ଉବାଚ ପଢ଼ଇ ବାଳକଙ୍କ ମେଳେ ଗୁରୁ ଯେ ଗୃହ ଧର୍ମ ଗଲେ ଯେ ସେ ପ୍ରହ୍ଲାଦ ତାହା ଚାହିଁ ବୋଲେ ବାଳକ ମଧ୍ୟେ ଥାଇ ଶୁଣ ହେ ଅସୁର କୁମାରେ ଯେ ବିଦ୍ୟା ସଂସାରୁ ଉଦ୍ଧରେ ମର୍ତ୍ତେ ମନୁଷ୍ୟ ଦେହ ବହି ଆତ୍ମାର ଜ୍ଞାନ ଯାର ନାହିଁ ତାର ଜୀବନ ଅକାରଣ
एवे हो सावधाने शुण कहोई दास जगन्नाथ सप्तम स्कंदे भागवत ए पिता पुत्रर संवाद शुणन्ते न लागे प्रमाद इति श्रीमद्भागवते महापुराणे परमहंस्यां संहितायां वैयासिके सप्तम स्कंदे हिरण्यकशिपु प्रह्लाद संवादे नाम पंचम अध्याय। ओम हरि ओम।